ମତେ ଗୋଟେ ଜିନିଷ ବହୁତ ମାନେ ଆଟ୍ରାକ୍ଟ କଲା ମାନେ अच्छा ମୋ ପେଟ ବଥା ହେଇଗଲା ଫିଙ୍ଗର ଟା ଯିବ ଆଉ ସେ ଟଚ୍ କରିବାକୁ ଇଚ୍ଛା अच्छा ए मोर कुल्फी रानी चोकोबा तो मिस करूचा बारुबा ଚିଲିକା ମଝିରେ କି ଦୃଶ୍ୟ ଯାତ୍ରୀ ମାନେ ଚିତ୍କାର କରି ଗୁପ୍ତ ମିଟିଂ ର ପର୍ଦ୍ଦାଫାଶ କରିଲେ ସେଫାଳି ଖବର ଦେଲା ଦିନେଶ ଅର୍ପିତାକୁ ଘୋଷାଡ଼ି ନେଲା ସୋମେଶ ପିଣ୍ଟୁ ଭାଇଙ୍କ ଘରୁ ଫେରିଲା ବେଳେ କଣ ପାଇଁ ମୋ ସହ ଏମିତି ହୁଏ କଟକ ହସ୍ପିଟାଲ ସତ୍ୟ ଭୂତ ଘଟଣା ଇଏ ଆମକୁ ବିସ୍କୁଟ ମିଡିଆ କୁହନ୍ତୁ ଆମେ କିନ୍ତୁ ଆଗେଇ ଚାଲିବା ନମସ୍କାର ଜୟ ଶ୍ରୀ ଜଗନ୍ନାଥ ମୁଁ ଆଶୁତୋଷ ଆପଣମାନଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ ଚ୍ୟାନେଲ ଯାହାର ନାଁ ହେଉଛି ଆକ୍ଟର ଆଶୁ ଅଫିସିଆଲ ତ ମୋ ଭିଡ଼ିଓ ମୁଁ ବହୁତ ଦିନ ହେଲାଣି ପକେଇ ନଥିଲି ତ ଆଜି ସକାଳୁ ଉଠିଲି ମୋତେ ଗୋଟେ ଜିନିଷ ବହୁତ ମାନେ ଆଟ୍ରାକ୍ଟ କଲା ମାନେ ମୁଁ ହସି ହସିକି ମୋ ପେଟ ବଥା ହେଇଗଲା ତ ମୋତେ ଭାଇ କହିଲେ କି ଯେ ଭିଡ଼ିଓ ରେକର୍ଡିଂ କରୁଛନ୍ତି ମୋ ଭାଇ ସେ କହିଲେ କି ଏଇଟାକୁ ଭିଡ଼ିଓ ବନାଅ ଏଇଟା ସେମିତି କିଛି ଗୋଟେ ଖାସ୍ ଭିଡ଼ିଓ ନୁହଁ କିନ୍ତୁ ଯୋଉଟା ଆଜିକାଲି ଦୁନିଆରେ ଚାଲିଛି ବେଶୀ ସୋସିଆଲ ମିଡ଼ିଆ ୟୁଟ୍ୟୁବର ଜମାନା ତ ୟୁଟ୍ୟୁବର କଥାଟି କହିବି ତ ୟୁଟ୍ୟୁବ ଆପଣ ଭିଡ଼ିଓ ପୋଷ୍ଟ କଲେ କେମିତି ଆପଣଙ୍କୁ ଲୋକ ଦେଖିବେ କେମିତି ଆପଣଙ୍କ ଭିଡ଼ିଓଟା ଭାଇରାଲ ହେବ ବହୁତ ଲୋକଙ୍କ ପାଖରେ ପହଞ୍ଚିବ ଲୋକ ଇଣ୍ଟରେଷ୍ଟ ନେବେ ତା କଥାଟି ମୁଁ କହୁଛି ଆମେ ଆମ ଘର ପାଖରେ ବହୁତ ଗୁଡ଼ା ଘର ଥିବ କିନ୍ତୁ ଘରର ଏଣ୍ଟ୍ରାନ୍ସଟା ଗୋଟେ ଗୋଟେ ଘର ବହୁତ ସୁନ୍ଦର ଲାଗେ ଆଉ ସେ ଘରକୁ ଯିବାକୁ ଦେଖିବାକୁ ଇଚ୍ଛା ହୁଏ ତା ଭିତରଟା ସେ କେମିତି କରୁଛନ୍ତି କ'ଣ କରୁଛନ୍ତି ତ ଏକ୍ଜାକ୍ଟଲି ସେମିତି ଗୋଟେ ଭିଡ଼ିଓର ଥମ୍ବନେଲରେ ଯେତେ ସୁନ୍ଦର ହେଇଥିବ ଥମ୍ବନେଲଟା ଯେତେ ଆଟ୍ରାକ୍ଟିଭ ହେଇଥିବ ଲୋକଙ୍କୁ ଫିଙ୍ଗରଟା ଯିବ ଆଉ ସେ ଟଚ୍ କରିବାକୁ ଇଚ୍ଛା ହେବ ଦେଖିବାକୁ ଇଚ୍ଛା ହେବ ତ ମେନ୍ ଜିନିଷଟା ହେଉଛି ଥମ୍ବନେଲ ହେଲା କି ତ ମୁଁ ସକାଳୁ ଉଠିକି ଏମିତି ଥମ୍ବନେଲ ଗୁଡ଼ା ପଢ଼ିଲି ମୋତେ ବହୁତ ଆଶ୍ଚର୍ଯ୍ୟ ଲାଗିଲା ତ ଆସନ୍ତୁ ଦେଖିବି ଥମ୍ବନେଲ ଗୁଡ଼ା ଗୁଲୁଆ ମତେ ଫୋନରେ ସବୁ କହିଛି ଆଚ୍ଛା ଗୁଲୁଆ ଭାଇ କୁଞ୍ଚମ କୁଞ୍ଚମ ପୋ ଭାଇକୁ ସବୁ କଥା କହିଛନ୍ତି ଏଇଟା ଥମ୍ବନେଲରେ ପଡ଼ିଲା ଆଚ୍ଛା ଯାହାର ଜାଣିବାକୁ ଇଚ୍ଛା ଥିବ ସେ ସେଇଟା କ୍ଲିକ୍ କରିବ ଦେଖିବ ତାପରେ ଆମେ ଯିବା ଚିଲିକା ମଝିରେ କି ଦୃଶ୍ୟ ଯାତ୍ରୀମାନେ ଚିତ୍କାର କରି ମାନେ ବୁଝିପାରୁଛନ୍ତି ନା ମାନେ ସବୁଠୁ ଖରାପ ଲାଗିଲା ମତେ ଏଇଟା ଗୁପ୍ତ ମିଟିଂର ପର୍ଦ୍ଦାଫାଶ କରିଲେ ସେଫାଳି ଖବର ଦେଲା ଦିନେଶ ଅର୍ପିତାକୁ ଘୋଷାଡ଼ି ନେଲା ସୋମେଶ ଖବର ଦେଲା ଦିନେଶ ଅର୍ପିତାକୁ ଘୋଷାଡ଼ି ନେଲା ସୋମେଶ ମାନେ ଦେଖନ୍ତୁ ଏଇ ଯୋଉ ଇଏଟା ନା କ'ଣ ସୂଚନା ସିଏ ଏମିତି ଲେଖିଛନ୍ତି ତ ହ୍ୟୁମାନ ଭାଇଙ୍କ ଆଖିଟାକୁ ଦେଖନ୍ତୁ ମାନେ ଦେଖୁଛନ୍ତି ତ ମାନେ ଜଣେ ଅଲରେଡି ଡେଥ୍ ତ ସେଇ ଜିନିଷ ଗୁଡାକ ଭ୍ୟୁ ନେବା ପାଇଁ କେମିତି ଲେଖାଯାଉଛି ସତ୍ୟ ସତ୍ୟ କିଛି ଜାଣିକି ଲେଖନ୍ତୁ ଠିକ ଅଛି କିନ୍ତୁ ଗୋଟେ ଏତେ ବଡ ହସ୍ତି ଯାହାର ଗୀତ ଆମେ ଶୁଣିବା ଆମ ପିଲାଛୁଆ ଶୁଣିବେ ତାଙ୍କ ପିଲାଛୁଆ ବି ଶୁଣିବେ ସେମିତି ଗୀତ ବୋଲି ଦେଇକି ଯାଇଛନ୍ତି ବୋଧ ହୁଏ ସେମିତି ଗୀତ ଆସିବ କି ନ ଆସିବ ମୁଁ ଜାଣିନି ତ ତାଙ୍କୁ ବି ତାଙ୍କର ବି ମାନେ କ'ଣ ତାଙ୍କ ଇଜ୍ଜତକୁ ବି ଛାଡୁନାହାନ୍ତି ଲୋକ ତ ଏଇଭଳିଆ ନ୍ୟୁଜ୍ କରୁଛନ୍ତି ତ ସେଇଭଳିଆ ମୁଁ ଆପଣମାନଙ୍କୁ ଦେଖଉଛି ମାନେ କେବଳ ଥମ୍ବନେଲ ପାଇଁ କି ହିଁ ଭ୍ୟୁ ଯାଉଛି ପୁରା ମାନେ ଭୟଙ୍କର ଭ୍ୟୁ ଯାଉଛି ରହିପାରିବେ ନାହିଁ ରବି କୁମାର ଓଡ଼ିଆ କମେଡ଼ିଆନ ନ ହସି ମାନେ ଏଥିରେ କ'ଣ ଅଛି ଦେଖନ୍ତୁ କ'ଣ ଅଛି କିଛି ଅଛି ଦେଖନ୍ତୁ କେତେ ଭ୍ୟୁ 4,95,000 ପିଣ୍ଟୁ ଭାଇଙ୍କ ଘରୁ ଫେରିଲା ବେଳେ କ'ଣ ପାଇଁ ମୋ ସହ ଏମିତି ହୁଏ କ'ଣ ମାନେ ବୁଝିପାରୁଛନ୍ତି ନା 39K ଭ୍ୟୁ ମାନେ ବଢ଼ିଆ ମାନେ କେବଳ ଏଥିରୁ ଆମର ଶିଖିବା ଜିନିଷ ବି ଅଛି ଯେଉଁମାନେ ୟୁଟ୍ୟୁବ କରୁଛନ୍ତି ସେମାନେ ଦେଖନ୍ତୁ ମଦ ବୋତଲରେ ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ 30K ଭ୍ୟୁ ମାନେ ମାନେ ଭିଡ଼ିଓଟା ସେଇଭଳିଆ ହବା ଦରକାର ସେଇଭଳିଆ ହେଲେ ହିଁ ଏଇଟା ସବୁଠୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ଦେଖନ୍ତୁ ଏଇଟା କଟକ ହସ୍ପିଟାଲ ନୁହଁ ତାକୁ କେମିତି ଏଇଟା ଗୋଟେ ସତ ଆମ୍ବୁଲାନ୍ସ ନୁହଁ ଏଇଟା ସତ ଭୂତ ନୁହଁ ଏଟା ବି ନୁହଁ ଦେଖନ୍ତୁ ତାକୁ ଏମିତି କରାହେଇଛି କଟକ ହସ୍ପିଟାଲ ସତ୍ୟ ଭୂତ ଘଟଣା ପାର୍ଟ 1 ଦେଖନ୍ତୁ ଭ୍ୟୁଟା ଦେଖନ୍ତୁ 2,60,000 ମାନେ ଏଥିରୁ ଜାଣନ୍ତୁ ଥମ୍ବନେଲର ପାୱାରଟା କେତେ ଆଉ ଯିବା ଆମେ ଦେଖିବା ଦେଖନ୍ତୁ এটা তো ବହୁତ କମ୍ ଭ୍ୟୁ ଯାଇଛି 219 ଭ୍ୟୁଜ୍ କିନ୍ତୁ ଲେଖାଟା ଦେଖନ୍ତୁ କଲେଜ ଝିଅମାନେ ନିଶା ଖାଇ ଖାଇ ବର୍ବାଦ ହେଇଗଲେଣି এটা ଆଜି ଭ୍ୟୁ ଯାଇନି এটা କିନ୍ତୁ କାଲି ଭ୍ୟୁ ଯିବ ସେଇଭଳିଆ ଲେଖାଟା ଦରକାର ସେଇଭଳିଆ ଫଟୋଟା ଦରକାର ଯେଉଁମାନେ ଲୋକ ଆଟ୍ରାକ୍ଟ ହେଇକି ଦେଖିବେ ମାନେ ଦେଖନ୍ତୁ ଅନଟାଲେଣ୍ଟେଡ୍ ଗାଏ ଯେଉଁମାନେ ସମସ୍ତେ ଜାଣିଛନ୍ତି ତାଙ୍କୁ ଦେଖନ୍ତୁ ମଦ ବୋତଲ ସବୁ ମଦ
ଭାଙ୍ଗିକି ବିକିଦେଲି। ଆଉ ଗୋଟେ ଭିଉ ଯୋଉଟା ମାନେ ଆଜିକା ଚ୍ୟାନେଲ ମାନେ ଗୋଟାଏ ଭିଉ ଟ୍ରେଣ୍ଡିଂ ରେ ଚାଲିଛି ଯୋଉ ନ୍ୟୁଜ ସେଇଟା ହଉଛି ହେଇଗଲା ସମାଧାନ କାନ୍ଦିଲେ ଗୁଲୁଆ କହିଦେଲେ ସବୁ ସତ ଏକ ହେଇଯିବେ ବର୍ଷା ଗଲୁଆ। ଭିଉ ଦେଖୁଛନ୍ତି ତ 1,36,000 ଦି ଦିନରେ 1,36,000। ମ୍ୟାଟର କରେ, ଥମ୍ବନେଲ ମ୍ୟାଟର କରେ। ମୁଁ ଜାଣିପାରୁନଥିଲି ବଟ୍ ଏଇଟା ସତ କଥା। ଏତେ ପୁରୁଣା ଭିଡ଼ିଓ କାହାରି ପାଖରେ ନାହିଁ, ଦେଖୁଛନ୍ତି ତ 2.5 ମିଲିୟନ। ଗୋଟେ ଲେଖା, ବିବାହ 15 ଦିନ ପରେ ଲାଇଭ୍ ଆସି ଖୋଲିଲେ ସ୍ୱାମୀଙ୍କ କଳା ସତ। 576 କିଏ? ଇଏ ଆମର ବହୁତ ସୁନ୍ଦର ଆଙ୍କର ଜଣେ ନ୍ୟୁଜ୍ ପଢ଼ନ୍ତି ସାର୍। ତାଙ୍କ ଇଣ୍ଟରଭ୍ୟୁରେ ଲେଖା ହେଇଛି କିଏ ଆମକୁ ବିସ୍କୁଟ ମିଡ଼ିଆ କୁହନ୍ତୁ, ଆମେ କିନ୍ତୁ ଆଗେଇ ଚାଲିବା। 46K ଭିଉ, ବୁଝୁଛନ୍ତି ତ? ଇଏ ଭାରତ ନୁହଁ, ହିନ୍ଦୁ ପୋଲିସକୁ ଜାଳିଦେଲି, ମୋର କିଛି କରିପାରିବନି। ଏତିକି ଲେଖା ଭିତରେ କ'ଣ ଥିବ ଭଗବାନ ଜାଣେ। ଅର୍ଗସ୍ ନ୍ୟୁଜ୍, କିନ୍ତୁ ଭିଉ ଯାଇଛି 54K। ତ ମାନେ ପୁରା ଅଲଗା ପ୍ରକାର। ଏ ଦେଖନ୍ତୁ କିଛି ନାହିଁ ଭିଡ଼ିଓରେ। ଏଇଟା ସମସ୍ତେ ଏଇ ଭିଡ଼ିଓ ଦେଖିଥିବେ, କିଛି ଭିଡ଼ିଓ ନାହିଁ, କିଛି ନାହିଁ। 5,84,000। ପ୍ରଥମ ଥର ମମି ଗଲେ ସେଲୁନ, 37K। ମମି ଆମେ ଚିହ୍ନିଛେ କି ନା ମମିଙ୍କୁ ଚିହ୍ନିବେ, କିନ୍ତୁ 37K। ଚିନି କିପରି ତିଆରି ହଉଛି ଏତିକି 1.1 ମିଲିୟନ। ଭାବି ପାରୁଛନ୍ତି ତ ଚିନି କିପରି ତିଆରି ହଉଛି? ଚିନିର ଏଇ ଗୋଟେ ଗୋଦାମ, ଚିନି ପଡ଼ିଛି ଗୋଟେ ଏଇଠି ଅଖା ଭିତରେ ଚିନି, ଯୋଉ ଆଖୁର ଚିତ୍ର, ଚିନି କେମିତି ତିଆରି ହୁଏ, ବାସ୍ 1.1 ମିଲିୟନ। ମାନେ ଭାବନ୍ତୁ, ମାନେ ଗୋଟେ ୟୁଟ୍ୟୁବ ପାଇଁ ଗୋଟେ ଥମ୍ବନେଲ ତାର ଲେଖା କେତେ ଜରୁରୀ। ସହଜ ହେବ ୟୁଟ୍ୟୁବରୁ ରୋଜଗାର, ଆପଣନ୍ତୁ ଏହି ଟିପ୍ସ। ମାନେ ଦେଖିପାରୁଛନ୍ତି ତ, ମାନେ ମୁଁ ଆଉ ଦେଖଉଛି ଆପଣଙ୍କୁ। ଦେଖନ୍ତୁ, ଆପଣ ବି ଯାଇକି ଆପଣଙ୍କ ବାଡ଼ିରେ ଆମ୍ବ ଖାଇପାରିବେ, କିନ୍ତୁ ଆମ୍ବ ଖାଇଲା ବେଳେ ଏମିତିଆ ଗୋଟେ ଏମିତିଆ ଗୋଟେ ଫଟୋ ଏଡିଟ୍ କରିକି ରଖିବେ, ଭିଉ ଦେଖିବେ 135 ମିଲିୟନ। ମାନେ ଏଇଟା ଛୋଟ କଥା ନୁହଁ। ଦେଖନ୍ତୁ କ'ଣ ଅଛି ଏଥିରେ, ଆପଣ ସାନ ଭାଇ ବି ଥିବ, ତାକୁ ଏମିତି ଗୋଟେ ଧରିକି ବସେଇଦେବେ, ଲେଖା ଏଠି କ'ଣ ଲେଖା ହେଇଛି ଆମେ ଜାଣିନେ। ଦେଖନ୍ତୁ 9.9 ମିଲିୟନ ଭିଉ। ତ ଜିନିଷ ହେଉଛି କି ମାନେ ଯାହା ବି କହିଲି ଆପଣ ମାନେ ବୁଝିପାରୁଥିବେ। ଭିଡ଼ିଓ ଡେଲି ବନାନ୍ତୁ, କିନ୍ତୁ ଥମ୍ବନେଲ ଆଉ ଲେଖାଟା ଟପ୍ ହେଇଥିବା ଦରକାର। ଲୋକ ଦେଖିବେ, ଲୋକ ମାସ ଦେଖିଲେ ମାନେ ତାଙ୍କ ଓଡ଼ିଆ ସିରିଏଲ ଏପିସୋଡ 1 ଯୋଉଠି ସରିଥିବ ସେଇଠୁ ଦେଖିବାକୁ ଇଚ୍ଛା ହେଉଥିବ, ତା ପରଦିନ ତା ପରଠୁ ଚାଲିବ, ଆମେ ଲଗେଇ ବସିଥିବା ହଁ ତାପରେ କ'ଣ। ସେମିତି ଏକ୍ଜାକ୍ଟଲି ଆଜ୍ଞା। ଲୋକ ୱାନ୍ସ ଆପଣଙ୍କ ଥମ୍ବନେଲ ଭିତରକୁ ପଶିଗଲେ ନା, ଆଉ ଭିଡ଼ିଓଟା ଯଦି ଭଲ ଲାଗିବ, ସେ ଆପଣଙ୍କ ଚ୍ୟାନେଲକୁ କଣ୍ଟିନ୍ୟୁ ଦେଖିବେ, ଆଉ ତାପରେ ଆପଣ ଭ୍ୟୁଜ୍ ନେବେ। ଆଉ ଲୋକ 5ଟା ଲୋକ ଦେଖିଲେ 15ଟା ଲୋକଙ୍କ ପାଖକୁ ସଜେସନ୍ ଯିବ, ସେମାନେ ବି ଦେଖିବେ। ତ କଥାଟା ହେଉଛି ଆଜି ଭିଡ଼ିଓର କହିବାର ତାତ୍ପର୍ଯ୍ୟ, ଥମ୍ବନେଲ ବହୁତ ନେସେସାରୀ, ବହୁତ ଇମ୍ପୋର୍ଟାଣ୍ଟ। ଆଉ ସୁନ୍ଦର ଥମ୍ବନେଲ ବନାନ୍ତୁ। ୟୁଟ୍ୟୁବ ଏକ ରୋଜଗାରକ୍ଷମ ସଂସ୍ଥା, ଆଉ ୟୁଟ୍ୟୁବକୁ ନିଜର କରନ୍ତୁ, ଆଉ ୟୁଟ୍ୟୁବକୁ ଆଧାର କରିକି ବହୁତ ପଇସା ଆର୍ନ କରନ୍ତୁ। ଆଉ ପଇସା ଇନକମ୍ କରିବା ପୂର୍ବ କଥା, ଆ ଦେହରେ ବହୁତ ପରିଶ୍ରମ ଦରକାର, ମାଇଣ୍ଡସେଟ୍ ଦରକାର। ଇଏ ଗୋଟେ ଲଙ୍ଗ୍ ପ୍ରୋସେସ୍, ପ୍ରତିଦିନ ତାକୁ ସମୟ ଦିଅନ୍ତୁ, ଆଉ ସେ ଆପଣଙ୍କୁ ବହୁତ ସୁନ୍ଦର ରିଟର୍ନ ଦେବ। ଜୟ ଶ୍ରୀ ଜଗନ୍ନାଥ। ଚ୍ୟାନେଲଟିକୁ ଯଦି ଭିଡ଼ିଓ ଭଲ ଲାଗିଥିବ, ଚ୍ୟାନେଲଟିକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ।